ଏହି ଦେଶରେ ଭଡ଼ାରେ ମିଳନ୍ତି ବୟଫ୍ରେଣ୍ଡ। ମାସକୁ ଦେବାକୁ ପଡ଼େ ଏତିକି ଟଙ୍କା। ଜ୍ୱାଇଁ ଭଳି କରନ୍ତି ସବୁ କାମ। ଭଡ଼ାରେ ମିଳନ୍ତି ବୟଫ୍ରେଣ୍ଡ। ରୋଷେଇ ଠାରୁ ଆରମ୍ଭ କରି ଘର ଜିନିଷ ତିଆରି କରିବେ ଭଡ଼ାଟିଆ ବୟଫ୍ରେଣ୍ଡ। ବୟଫ୍ରେଣ୍ଡ ପାଇଁ ଦେବାକୁ ପଡ଼େ ଏତିକି ଟଙ୍କା। ଦୁନିଆର ଅନେକ ଦେଶରେ ଯୁବପିଢ଼ିଙ୍କ ପାଖରେ ବିବାହ ପାଇଁ ସମୟ ନାହିଁ, ତେଣୁ ସେମାନେ ଭଡ଼ାରେ ପାର୍ଟନର ବିକଳ୍ପ ଥାନ୍ତେ କି ବୋଲି ଭାବନ୍ତି। ଆଜ୍ଞା ହଁ, ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠାରେ ଭଡ଼ାରେ ବୟଫ୍ରେଣ୍ଡ ମିଳନ୍ତି। ଏଠି ଯୁବପିଢ଼ି ଭଡ଼ାରେ ପାର୍ଟନର ନେଇ ସେମାନଙ୍କର ଆବଶ୍ୟକତା ପୂରଣ କରନ୍ତି। ଭିଏତନାମର ଲୋକଙ୍କୁ ବିବାହ କରିବାକୁ ସମୟ ନାହିଁ, ତେଣୁ ସେମାନେ ଭଡ଼ାରେ ସାଥୀ ବାଛନ୍ତି। ସବୁଠୁ ବଡ଼ କଥା ହେଉଛି ଏ ମାମଲାରେ ଝିଅମାନେ ଅଧିକ ଆଗରେ ଅଛନ୍ତି। ପିତାମାତାଙ୍କ ଚାପ ଏବଂ କ୍ୟାରିୟର କରିବାକୁ କାରଣରୁ ଯୁବତୀମାନେ ଭଡ଼ା ପ୍ରେମିକମାନଙ୍କ ବିକଳ୍ପ ଚୟନ କରୁଛନ୍ତି। ଭଡ଼ାରେ ଉପଲବ୍ଧ ପ୍ରେମିକମାନଙ୍କ ପାଖରେ ସମସ୍ତ ଗୁଣ ଅଛି, ଯାହା ପରିବାରମାନେ ନିଜ ଜ୍ୱାଇଁରେ ଚାହାନ୍ତି। ଏହି ସାଥୀମାନେ ରୋଷେଇ ଠାରୁ ଆରମ୍ଭ କରି ଘର ଜିନିଷ ତିଆରି କରିବା ପର୍ଯ୍ୟନ୍ତ ସେମାନେ ସବୁ କିଛିରେ ବିଶେଷଜ୍ଞ। ସେ ରୂପରେ ଏତେ ସୁନ୍ଦର ଯେ ତାଙ୍କ ସାଙ୍ଗମାନେ ତାଙ୍କୁ ଦେଖି ଈର୍ଷା କରନ୍ତି ଏବଂ ନିଜର ଜ୍ୱାଇଁ ଦେଖିବା ପରେ ପିତାମାତା ଗର୍ବ କରନ୍ତି ମଧ୍ୟ। $10ରୁ $20 ଅର୍ଥାତ୍ 800ରୁ 1700 ଟଙ୍କା ଖର୍ଚ୍ଚ ଭଡ଼ାଟିଆ ବୟଫ୍ରେଣ୍ଡ ପାଇପାରିବେ ଯୁବତୀ ଓ ମହିଳା। ଏଥିପାଇଁ ଯୁବକମାନେ କୁଶଳୀ ହୋଇଥାନ୍ତି ଆଉ ସୁନ୍ଦର ମଧ୍ୟ। ଏହାସହ ଏଥିପାଇଁ ନିର୍ଦ୍ଦିଷ୍ଟ ଦିନ ପାଇଁ ଚୁକ୍ତି ମଧ୍ୟ ହୋଇଥାଏ। ତେବେ ଭାରତୀୟ ପରମ୍ପରା ବିରୋଧୀ ଏହା ବୋଲି କୁହନ୍ତି ବିଶେଷଜ୍ଞ। ବ୍ୟୁରୋ ରିପୋର୍ଟ, ଜୟ ଓଡ଼ିଶା ଲାଇଭ୍।